ଆମ ସମୁଦ୍ରର ପାଣି ଧୀରେ ଧୀରେ ମଇଳା ହୋଇଯାଉଛି। ଏହା ମନୁଷ୍ୟମାନଙ୍କ କାରଣରୁ ଘଟୁଛି। ଆମେ ଏହାକୁ ସଫା ରଖିବାର ଉପାୟ ଖୋଜିବା ଆବଶ୍ୟକ। ମୀନା ଏହା ଶୁଣି ଭାବିଲା, ମୁଁ ଏହି ସମସ୍ୟାର ମୂଳ କାରଣ ଖୋଜିବି। ମୀନା ନିଜର ସାଙ୍ଗ ସମୁଦ୍ରୀ ଘୋଡ଼ା ଟିମ୍ଟିମ୍ ଏବଂ ଚିଙ୍ଗୁଡ଼ି ଝୁନମୁନ ସହିତ ଯାତ୍ରା ଆରମ୍ଭ କଲା। ସେମାନେ ଦେଖିଲେ ଯେ ସମୁଦ୍ରର ପୃଷ୍ଠରେ ମନୁଷ୍ୟମାନଙ୍କ ଫପଡ଼ା ମଇଳା ଭାସୁଛି। ମୀନା ସ୍ଥିର କଲା ଯେ ସେ ଏହି ସମସ୍ୟାର ସମାଧାନ ପାଇଁ ମନୁଷ୍ୟମାନଙ୍କ ପାଖକୁ ଯିବ। ରାସ୍ତାରେ ମୀନା ଏକ ଚମକୁଥିବା ଗୁମ୍ଫାରେ ପହଞ୍ଚିଲା, ଯେଉଁଠି ଜଳପରୀ ନୀରଜା ରହୁଥିଲେ। ନୀରଜା କହିଲେ, ତୁମେ ମନୁଷ୍ୟମାନଙ୍କ ପାଖକୁ ଯାଇପାରିବ ନାହିଁ, କିନ୍ତୁ ପିଲାମାନଙ୍କ ସହିତ କଥା ହେବାକୁ ଚେଷ୍ଟା କର। ପିଲାମାନେ ସରଳ ଏବଂ ବୁଦ୍ଧିମାନ ହୋଇଥାନ୍ତି। ସେମାନେ ଆମର ସନ୍ଦେଶ ଅନ୍ୟମାନଙ୍କ ପାଖକୁ ପହଞ୍ଚାଇବାରେ ସାହାଯ୍ୟ କରିପାରିବେ। ଜଳପରୀ ନୀରଜା, ମୀନା ଏବଂ ତାର ସାଙ୍ଗମାନଙ୍କୁ ଏକ ଯାଦୁର ପାଣି ଫଟକା ଦେଲେ।